ବନ୍ଧୁଗଣ ଆଜିର ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ବହୁତ ହିଁ ଅଧିକ ଖାସ୍ ଅଟେ, କାରଣ ଏହି ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କ ଗୋଚରରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି, ଯାହା ଫଳରେ ଆପଣଙ୍କ ଜୀବନରେ ମଧ୍ୟ କିଛି ପରିବର୍ତ୍ତନ ଗୁଡ଼ିକ ଆସିବାକୁ ଯାଉଛି। ତେବେ ଅନେକ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ମିଳିବା ସହିତ ସବୁ କ୍ଷେତ୍ରରେ ଆପଣଙ୍କୁ ସତର୍କତାର ମଧ୍ୟ ଆବଶ୍ୟକତା ରହିଛି। ତେବେ କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସଫଳତା ମିଳିବା ପାଇଁ ଯାଉଛି ଏବଂ କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସତର୍କତାର ଆବଶ୍ୟକତା ରହିଛି, ସେହି ବିଷୟରେ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ରୂପରେ ଲେଖନ୍ତୁ। ତ ବନ୍ଧୁଗଣ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କର ଜନ୍ମରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତେବେ ବନ୍ଧୁଗଣ, ରାଶିଚକ୍ରର 12ଗୋଟି ରାଶିମାନଙ୍କ ମଧ୍ୟରୁ ଅଷ୍ଟମ ରାଶିଟି ହେଉଛି ବିଛା ରାଶି। ତେବେ ବନ୍ଧୁଗଣ, ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ସ୍ୱାସ୍ଥ୍ୟରେ ଆପଣ ସୁଧାର ଦେଖିବାକୁ ପାଇବେ। ପୂର୍ବରୁ ଆପଣଙ୍କ ସ୍ୱାସ୍ଥ୍ୟରେ ଯଦି କୌଣସି ପ୍ରକାରର ସମସ୍ୟା ଲାଗି ରହିଥିଲା, ତ ଆପଣ ବହୁତ ଏନର୍ଜେଟିକ୍ ରହିବେ, ଆପଣ ବହୁତ ଷ୍ଟ୍ରଙ୍ଗ ରହିବେ ଏବଂ ଆପଣ ବହୁତ ଫୁର୍ତ୍ତି ଅନୁଭବ କରିବେ। କିନ୍ତୁ ଯେହେତୁ ଗୁରୁ ଆପଣଙ୍କର ଅଷ୍ଟମ ଭାବରେ ଅଛନ୍ତି, ତେଣୁ ଆପଣଙ୍କର ଷ୍ଟୋମାକ୍ ରିଲେଟେଡ୍ କିଛି ଇସ୍ୟୁ ଦେଖାଦେଇପାରେ, ପେଟଜନିତ କିଛି ସମସ୍ୟା ଗୁଡ଼ିକ ଦେଖାଦେଇପାରେ। ତେଣୁ ଆପଣ ଆପଣଙ୍କର ଖାଦ୍ୟପେୟ ଉପରେ ସଚେତନ ରହିବା ପାଇଁ ଚେଷ୍ଟା କରନ୍ତୁ। ଯେତେ ପାରିବେ ଆପଣ ହେଲ୍ଦି ଫୁଡ୍ ଖାଆନ୍ତୁ, ବାହାର ଖାଦ୍ୟ ଗୁଡ଼ିକୁ ଆପଣ ଆଭଏଡ୍ କରନ୍ତୁ। ଜଙ୍କ ଫୁଡ୍, ଫାଷ୍ଟ ଫୁଡ୍ ଏହି ସବୁଠାରୁ ଆପଣ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ କଥା ଯଦି ଆମେ କହିବା, ତେବେ ପଞ୍ଚମ ଭାବଟି ହୋଇଥାଏ ଶିକ୍ଷା କ୍ଷେତ୍ରର ଭାବ। ଆପଣଙ୍କର ପଞ୍ଚମ ଭାବରେ ଶନି ଗୋଚର କରୁଛନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ପାଠପଢ଼ାରେ ଆପଣଙ୍କୁ ଟିକେ ଷ୍ଟ୍ରଗଲ୍ କରିବା ପାଇଁ ପଡ଼ିବ। ବିଦ୍ୟାର୍ଥୀମାନଙ୍କୁ ନିଜର ପାଠପଢ଼ାରେ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ, କାହିଁକି ନା ଶନି ହେଉଛନ୍ତି କର୍ମକାରକ ଗ୍ରହ। ତେଣୁ ନିଶ୍ଚିନ୍ତ ଭାବରେ ସେ ଆପଣଙ୍କୁ ଆପଣଙ୍କ ପାଠପଢ଼ାରେ ଆଗକୁ ବଢ଼ାଇବେ, ଆପଣଙ୍କୁ ଅଧିକ ପରିଶ୍ରମ କରାଇବେ। ଏହା ବ୍ୟତୀତ ଯେହେତୁ ଗୁରୁ ଆପଣଙ୍କର ଅଷ୍ଟମ ଭାବରେ ଅଛନ୍ତି, ଗୁରୁ ହେଉଛନ୍ତି ଆପଣଙ୍କର ପଞ୍ଚମ ଭାବର ଅଧିପତି, ତେଣୁ ଆପଣଙ୍କ ମଧ୍ୟରେ ଟିକିଏ କନଫ୍ୟୁଜନ୍ ଦେଖାଦେବ। ତେବେ ଆପଣ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଆପଣ କେବଳ ନିଜର ଲକ୍ଷ୍ୟସ୍ଥଳକୁ ହିଁ ଫୋକସ୍ କରନ୍ତୁ। ଯଦି ଆପଣ ଅନ୍ୟ କାହାର କଥାରେ ପଡ଼ି କିଛି ବି ଭୁଲ ଡିସିସନ୍ ନିଅନ୍ତି କିମ୍ବା ନିଜର ଡିସିସନ୍କୁ ଚେଞ୍ଜ କରନ୍ତି, ତେବେ ଆପଣ ସମସ୍ୟାରେ ପଡ଼ିପାରନ୍ତି। ତେଣୁ ଅନ୍ୟ କାହାର କଥାରେ ନ ପଡ଼ି ଆପଣ ନିଜର ପାଠପଢ଼ାରେ ଯାହା ବି କିଛି ଡିସିସନ୍ ନେଉଛନ୍ତି, ସେଥିରେ ଆପଣ ଆଗକୁ ବଢ଼ନ୍ତୁ। ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ଆପଣଙ୍କୁ ସତର୍କତାର ଆବଶ୍ୟକତା ରହିଛି, କାରଣ ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ଆପଣଙ୍କର ପ୍ରେମ ଜୀବନର ଭାବ। ଯେହେତୁ ପଞ୍ଚମ ଭାବରେ ଶନି ଗୋଚର କରୁଛନ୍ତି, ତେଣୁ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଟିକିଏ ଜିଦି ସ୍ୱଭାବ ରହିବ। ସେ କେବଳ ଗୋଟିଏ କଥାରେ ହିଁ ଅଟକି ରହିବେ ଏବଂ ଛୋଟ ଛୋଟ କଥା ଗୁଡ଼ିକରେ ଆପଣଙ୍କ ଉପରେ ସେ ନାରାଜ ହୋଇଯିବେ। ତ ଆପଣଙ୍କୁ ଏହି ସବୁ କିଛିରେ ଆଡ଼ଜଷ୍ଟ କରିବାର ଅଛି। ଯଦି ଆପଣ ଏହି ସବୁ କିଛିରେ ଆଡ଼ଜଷ୍ଟ କରିନେଉଛନ୍ତି, ତେବେ ପ୍ରେମ ଜୀବନ ଆପଣଙ୍କର ଠିକ୍ ଠାକ୍ ରହିବ। ନଚେତ୍ ଆପଣଙ୍କର ପାର୍ଟନର କିଛି ଏପରି ଆପଣଙ୍କୁ କହିଦେଇପାରନ୍ତି, ଯାହା ଆପଣଙ୍କୁ ବହୁତ ଖରାପ ଲାଗିପାରେ। କାରଣ ଶନି ଆପଣଙ୍କର ପଞ୍ଚମ ଭାବରେ ଥିବା କାରଣରୁ ଆପଣଙ୍କର ପାର୍ଟନରଙ୍କର ତାଙ୍କର ବାଣୀ ଉପରେ ନିୟନ୍ତ୍ରଣ ରହିବ ନାହିଁ ଏବଂ ସେ ଆପଣଙ୍କୁ ମଧ୍ୟ କିଛି ଏପଟ ସେପଟ କହିଦେଇପାରନ୍ତି। ବୈବାହିକ ଜୀବନ କିନ୍ତୁ ଆପଣଙ୍କର ଏହି ମକର ସଂକ୍ରାନ୍ତି ପରେ ବହୁତ ଭଲ ରହିବ, କାରଣ ସପ୍ତମ ଭାବଟି ହୋଇଥାଏ ବୈବାହିକ ଜୀବନର ଭାବ। ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ଶୁକ୍ର। ଏହି ମକର ସଂକ୍ରାନ୍ତି ଠାରୁ ଶୁକ୍ର ଆପଣଙ୍କର ତୃତୀୟ ଭାବରେ ଗୋଚର କରିବେ। ତ ତୃତୀୟ ଭାବରେ ଶୁକ୍ର ନିଜର ମିତ୍ରଙ୍କ ରାଶିରେ ଗୋଚର କରିବେ, ତେଣୁ ଏଠାରେ ସେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଆପଣ ଦୁଇଜଣ ମିଶି କେଉଁଆଡ଼େ ଗୋଟିଏ ବୁଲିବା ପାଇଁ ଯାଇପାରନ୍ତି। ଆପଣଙ୍କର ଜୀବନସାଥୀଙ୍କ ମଧ୍ୟରେ ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ। ଯଦି ଆପଣଙ୍କର ଭାଗ୍ୟ କଥା କହିବା, ତେବେ ଆପଣଙ୍କର ଭାଗ୍ୟ ଆପଣଙ୍କୁ ଏହି ମକର ସଂକ୍ରାନ୍ତି ପରଠାରୁ ସମ୍ପୂର୍ଣ୍ଣ ରୂପରେ ସାଥ ଦେବ, କାରଣ ମଙ୍ଗଳ ଆପଣଙ୍କର ତୃତୀୟ ଭାବରେ ଗୋଚର କରିବେ ଏବଂ ମଙ୍ଗଳଙ୍କର ଦୃଷ୍ଟି
ଆପଣଙ୍କର ଭାଗ୍ୟ ଭାବ ଉପରେ ରହିବ। ଯେହେତୁ ପ୍ରଥମ ଭାବର ଅଧିପତିଙ୍କର କନେକ୍ସନ୍ ଆପଣଙ୍କର ନବମ ଭାବ ସହିତ ରହିବ, ତେଣୁ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିବ। ଯାହା ବି କିଛି ନିର୍ଣ୍ଣୟ ଆପଣ ଭାଗ୍ୟ ସମ୍ବନ୍ଧିତ ନେବେ, ସେଥିରେ ଆପଣଙ୍କୁ ସଫଳତା ନିଶ୍ଚୟ ରୂପରେ ମିଳିବ। ଏହି ମକର ସଂକ୍ରାନ୍ତି ପରେ ଆପଣ କିଛି ବଡ଼ ଡିସିସନ୍ ନେଇପାରନ୍ତି। କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି। ଆଗକୁ ବଢ଼ିପାରେ। କିଛି ବଡ଼ ଇନଭେଷ୍ଟମେଣ୍ଟ ଆପଣ ମଧ୍ୟ କରିପାରନ୍ତି। ନୂଆ କିଛି ବଡ଼ ଜିନିଷ ଆପଣ କିଣାକିଣି କରିପାରନ୍ତି। ତ ଭାଗ୍ୟ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ପ୍ରତ୍ୟେକ କ୍ଷେତ୍ରରେ ସାଥ ଦେବ। ଅଳ୍ପ ପରିଶ୍ରମରେ ଆପଣ ଅଧିକ ସଫଳତା ଲାଭ କରିପାରିବେ। ଯଦି କ୍ୟାରିୟର କଥା କହିବା, ତେବେ ଆପଣଙ୍କ କ୍ୟାରିୟରରେ ମଧ୍ୟ ଆପଣଙ୍କୁ ଆଚିଭମେଣ୍ଟ ମିଳିପାରେ। ଯଦି ଆପଣଙ୍କ ପାଖରେ ଚାକିରି ନାହିଁ, ତେବେ ଚାକିରି ମିଳିବାର ମଧ୍ୟ ବହୁତ ଅଧିକ ସମ୍ଭାବନା ରହୁଛି। ତେଣୁ ଆପଣ ନିଜ ତରଫରୁ ଚେଷ୍ଟା ଜାରି ରଖନ୍ତୁ। ଚାକିରି କ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ଆପଣଙ୍କର ପଦ ଉନ୍ନତି ହେବାର ସମ୍ଭାବନା ରହୁଛି। ଯଦି ଆପଣ କୌଣସି ପରିବର୍ତ୍ତନ ପାଇଁ କିଛି ବି ଚେଷ୍ଟା କରୁଥିଲେ, ତେବେ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହୁଛି। ଯଦି ଅନଲାଇନର କାମ ଆପଣ କରୁଛନ୍ତି, ପବ୍ଲିକ ଡିଲିଂର କାମ କରୁଛନ୍ତି, କନଷ୍ଟ୍ରକ୍ଟିଂର ଆପଣ କୌଣସି ବି କାମ କରୁଛନ୍ତି, କମ୍ୟୁନିକେସନ ରିଲେଟେଡ୍ କିଛି ବି କାମ କରୁଛନ୍ତି, କାଉନସେଲିଂର କାମ କରୁଛନ୍ତି, ତେବେ ଏହିସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବ। ବିଜନେସ୍ ମଧ୍ୟ ଆପଣଙ୍କର ଠିକ୍ଠାକ୍ ରହିବ। ଏହି ମକର ସଂକ୍ରାନ୍ତି ପରେ ଆପଣ ଆପଣଙ୍କ ବିଜନେସ୍ରେ ଗ୍ରୋଥ୍ ଦେଖିବାକୁ ପାଇବେ। ଆପଣଙ୍କର ଫାଇନାନ୍ସିଆଲ ପ୍ରଫିଟ୍ ହେବ। ବିଜନେସ୍କୁ ନେଇକି ନୂଆ ନୂଆ ଆଇଡ଼ିଆ ଆପଣଙ୍କ ମନକୁ ଆସିବ। ଆପଣ ଆପଣଙ୍କର ବିଜନେସ୍କୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିପାରନ୍ତି। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା କିଛି ଉପାୟ ଗୁଡ଼ିକ ବିଷୟରେ, କିଛି ପ୍ରତିକାର ଗୁଡ଼ିକ ବିଷୟରେ, ଯେଉଁ ଉପାୟ ଗୁଡ଼ିକ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଯାହା ବି କିଛି ଅଶୁଭତ୍ୱ ଗୁଡ଼ିକ ରହୁଛି, ସେଗୁଡ଼ିକ ସବୁ ଖଣ୍ଡନ ହୋଇଯିବ। ତେବେ ଆପଣ ପ୍ରତ୍ୟେକ ଦିନ ମଙ୍ଗଳଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ଯେହେତୁ ମଙ୍ଗଳ ହେଉଛନ୍ତି ଆପଣଙ୍କ ରାଶିର ଅଧିପତି, ତେଣୁ ମଙ୍ଗଳଙ୍କ ଠାରୁ ଅଧିକ ଶୁଭ ଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ମଙ୍ଗଳଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ସକାଳ ସମୟରେ ଓମ୍ ନମ ଶିବାୟ ମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ସମସ୍ତ ଅଶୁଭତ୍ୱ ଗୁଡ଼ିକ ଖଣ୍ଡନ ହୋଇକରି ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ଗୁଡ଼ିକ ପ୍ରାପ୍ତି ହେବାକୁ ଲାଗିବ। ତେବେ ବନ୍ଧୁଗଣ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।